ଗୋଟେ ପକେଟ ଆଇଥିଲା ନା ସବୁ ଯାକ ପଟେଇ ବାଟେଇ ନା ଅନ୍ଧା ଚଲଉଛ। ଏ ଫୋନଟା କାହାର? ଏଇଟା କାହାର? କଲ୍ ହେଲା ଏଇ ତା ସ୍ୱାମୀ କଲ୍ କଲା। ନା ମାଉସୀ କଲ୍ କରିଛି ତା ସ୍ୱାମୀ ହେଇଗଲା। ଆଉ ଗୋଟେ ଝିଅଟିକି ଦେଖ ଝିଅଟି। ତ ହ୍ୟାଲୋ ହାଇ ନମସ୍କାର ସାଙ୍ଗମାନେ, କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ବବୁଲ, ମୁଁ ବହୁତ ଭଲରେ ଅଛି। ତ ଆଜି ହେଲା ଗଣେଶ ଚତୁର୍ଥୀ। ଦେଖ ମୁଁ ଗାଧୋଇ ପଡ଼ି ପଳେଇ ଆଇଲି। ତ ମୁଁ ଟିକେ ଯାଇଥିଲି ସାପ କିଣି ଗାଧୋଇ ପଡ଼ି ପଳେଇ ଆଇଲି। ଆଉ ସେପଟେ ସାଙ୍ଗ ପିଲା କହୁଥିଲେ କି କଲେଜରେ ଆଜି ପୂଜାପୂଜି ଅଛି। ମୁଁ ଭାବୁଛି କଲେଜ ଯିବିନି। ସାର୍ କହିଥିଲେ କି ଆଜି କମ୍ପ୍ୟୁଟର ତୋର ଆଜି କାମ ଅଛି, ତ କମ୍ପ୍ୟୁଟର ପୂଜାପୂଜି ହବ। ମୁଁ ଯିବି କମ୍ପ୍ୟୁଟର ଦେଖାଉଛି ଆଜି ଗଣେଶରେ। ଦେଖ ପୂଜାରେ ବାସ୍ ଖାଲି ଗୋଟେ ସାର୍ଟ ନେଇଯାଇଛି, ଯେହେତୁ ଆଉ ପଇସା ଧର ଅଭାବରୁ ତ ସାର୍ଟ ଗୋଟେ ଆଉ ପ୍ୟାଣ୍ଟ ତ ଅଛି ଆଉ ପିନ୍ଧିଦେବା। ତ ଚାଲ ମୁଁ ପିନ୍ଧିକି ତମକୁ ଦେଖାଉଛି। ଆଉ କମ୍ପ୍ୟୁଟର ଆଜି ବହୁତ ସାରା ମଜା ହବ, ଏନ୍ଜୟ କରିବେ। ତ ଭିଡ଼ିଓଟି ସ୍କିପ୍ କରନ୍ତୁନି, ଦେଖି ଚାଲନ୍ତୁ। ଜୟ ଜଗନ୍ନାଥ। ତ ଦେଖ ମୁଁ ବି ରେଡ଼ି ହେଇଗଲି। ତ ଚାଲ ଦେଖିବା ସେପଟରେ ମମି ବାପା କଣ ନଡ଼ିଆ ଫଡ଼ିଆ ଦେବେ, ନେଇଯିବା କମ୍ପ୍ୟୁଟରଟା। ନଡ଼ିଆ କାଇଁ ନଉନୁ ନଡ଼ିଆଟା। ନଡ଼ିଆ ମିଳିଗଲା। ଯିବା ଏଇନା କମ୍ପ୍ୟୁଟର ସେପଟେ ଠିଆ ହେଇଗଲା ସାଙ୍ଗଟା ଯିବା। ସେ ଏବେ ଆସିଥିଲା ପୁରା ଅନ୍ଧାର ହେଇଯାଇଛି, ପୁରା ଅନ୍ଧାର ଜାଗାଟା। ନଡ଼ିଆ ବାବା ଏଡ଼େ ବଡ଼ ନଡ଼ିଆଟା ମୁଁ ନେଇକି ଯିବି, ପ୍ରଭୁ ପୁରା ଆଜି ଖୁସି ହେଇଯିବେ। ଚାଲ ମୁଁ କମ୍ପ୍ୟୁଟର ସେଠି ଦେଖଉଛି। ହଁ ପେନ୍ ତ ନେବି, ଆଉ କିଛି ନେବିନି। ନଡ଼ିଆ ଆଉ କଦଳୀ କଣ ଦରକାର ହଉଛି? ଚାଲ ଯିବା ନଡ଼ିଆ ନା ନା ମୋ BMW ଦେଖ ପୁରା ରେଡି ହେଇକି ଅଛି। ଦେଖ ପୁରା BMW ପୁରା ରେଡି। BMW ନୁହଁ ବା ସାଇକେଲଟା। ଚାଲ ଯା। ହଁ ଯା ହାଡ଼େ ଯା। ଗାଈ ସାଇଡ କରିଦବା, ଏଇନା ଯିବା ବୁଲେଇ ଦେଇ ଖାଇବା। ଏଇଟା ଇଏ ଧରିବ, ମିକୁ ଧରିବ। ହଉ ଚାଲ ସେଇଠି ଦେଖଉଛି। ତ ଆମେ ଏଠି ରାସ୍ତା ଉପରେ ଆସି ପହଞ୍ଚିଗଲି। ଇଏ ସେପଟରେ ଆସି ମୋ ସାଙ୍ଗ ପହଞ୍ଚିଗଲା। ଆମେ ଯିବା କମ୍ପ୍ୟୁଟର ସେଇଠି ପୁରା ଦେଖା ଦେଖି। ସେଇଠି ବସଷ୍ଟାଣ୍ଡ କତିରେ ପୁରା ଆମ କମ୍ପ୍ୟୁଟର, ଆମେ ଯାଇ ସେଇଠି ଦେଖା ଦେଖି ହବା। ଚାଲୁନୁ। ହଁ ଚାଲ ମୁଁ ଦେଇଦେବି। କେତେ ଟଙ୍କା ଆଣିଛୁ କି? 100 ଟଙ୍କା? ଏମିତି କଥା। ତାର 100 ଟଙ୍କା ଆଣିକି ଆଇଛି ଆଜି। ଭାଇ ପରା ଦବ ଖର୍ଚ୍ଚ ଦବ। ଆଉ ଯୋଉମାନେ ସବୁ ଯିବ ପଳେଇ ଆସ। ବାବା କି ପାଣି କାଦୁଅ ଦେଖ। ଆଗରେ ମାଙ୍କ ମନ୍ଦିର, ସେଠି ଯାଇ ଦର୍ଶନ କରିଦେଇ ଆସିବା। ମାନେ ଆମେ ପୁରା ଆମର ଡେଲି ସାଇକେଲ, ଆମର ଆଉ କିଛି ନାହିଁ। ଆମ ଡେଲି ଯୁଆଡେ ଗଲୁ ସାଇକେଲ। ଗାଡି ତ ବାବା ଦଉନାହାନ୍ତି, 18 ବର୍ଷ ହେଇନି ଆମକୁ। ତାପରେ ବି ଏମିତି ବାୟୁ ପ୍ରଦୂଷଣ କରିବା ଆମେ ଚାହୁଁନୁ। ରେଡି ଚାଲ ସେଇଠି ଦେଖାହବା। ତ ସେପଟେ ପାଣି ପାଇଗଲା। ପୁଣି ଯିବୁ ପାଣି ଆଣିବାକୁ। ପାଣି ଆଣି ସାରିଲା ପରେ ତାପରେ ଆମେ ଯୋଉ କମ୍ପ୍ୟୁଟରରେ ପୂଜା ହବ ବୋଲି ଭାଇ କଲ୍ କରିଥିଲା, ଆମେ ଯାଇ ସେଇଠି ଦେଖଉଛୁ। ମୋ ଭାଇର ମୋର ବହୁତ ପୁରୁଣା ସମ୍ପର୍କ। ଦେଖ ଭାଇ ଏବେ ଗାଡ଼ି ତାର ନେଇଯିବ। ସିଏ ବସଷ୍ଟାଣ୍ଡରେ ତାଙ୍କର ଗାଡ଼ି ଅଛି। ଦେଖ ଏଇ ବସଟା ସେ ଚଲେଇଲେ, ମୁଁ ଏପଟେ ଆଇଥିଲି। ଭାଇ ପୁରା ଦିଲ୍ ଖୁସି। ଆଜି ଦେଖ ଗଣେଶ ପୂଜାରେ ଭାଇ ତାଙ୍କର ମାନେ ତାଙ୍କ ଛୁଟି ବି ନାହିଁ ସେତିକିରେ ବି। ସେ ତଥାପି ଏଇନା ଡ୍ୟୁଟିରେ ଯିବେ। ଯାହାହେଲେ ତ ଗଭର୍ଣ୍ଣମେଣ୍ଟ ଚାକିରି କରିଛନ୍ତି ମାନେ ଡ୍ୟୁଟି। ଆଉ ଗଭର୍ଣ୍ଣମେଣ୍ଟ ଚାକିରି ସମସ୍ତେ କହିଛନ୍ତି ଭଲ, କିନ୍ତୁ ଗଭର୍ଣ୍ଣମେଣ୍ଟ ଚାକିରିରେ ସେମାନେ ଜାଣନ୍ତି କି କେତେ ଛୁଟି, କେତେ ଇଏ ପୂଜା ପର୍ବ ବି ବୁଲିବାକୁ ପଡୁଛି, ଘର ବି ବୁଲିବାକୁ ପଡୁଛି ନା କଣ? ଭାଇଙ୍କ ସିନା ଦେଖ, ଭାଇଙ୍କ ମୋର ଦେଖ କେତେ ଖୁସି ସିନା ଦେଖାଯାଉଛି। ତାଙ୍କ ଭିତରେ ଯୋଉ ଦୁଃଖଟା ଅଛି ନା, ସେଟା କିଏ ଦେଖି ପାରନ୍ତିନି। ଆଉ ଆପଣ ମାନେ ସେମିତି ଭଲ ପାଇ ଦିଅନ୍ତୁ। ଚାଲ ମୁଁ କମ୍ପ୍ୟୁଟରରେ ପୂଜା ହବ ଦେଖେଇଦେବି। ତ ଏଇଠୁ ଦେଖା ଅଛି, ମୁଁ ଶୋଇ ପଡ଼ିବ। ମାନେ ଏତେ ଗରମ, ତା ସାଙ୍ଗେ ଫ୍ୟାନ୍ ତଳେ ବସିଗଲି ବସଷ୍ଟାଣ୍ଡରେ। ଭାଇ ତ ଖାଲି ପାଣି ପିଇଲା, କିଛି କାମ ଦାମ ନାହିଁ ଭାଇ। ତମେ ହବନି ଆଉ। ତ ଦେଖ କୋଉ ବାବାରେ କୋଉ ରେଟରେ କି ଗରମ। ମାନେ ଆମେ କମ୍ପ୍ୟୁଟର ଭିତରୁ ଆଇଲୁ, ସେପଟେ ସାର୍ ଆସିନାହାନ୍ତି। ତ ଆମେ ଏଠି ବସଷ୍ଟାଣ୍ଡ ଆସିଲୁ। ସେପଟେ ସେ ମୁହଁ ଧୁଆଲା, ସେଇପଟରେ ସେ ମୁହଁ ଧୋଇଲା। ମୁଁ ଟିକେ ମୁହଁ ଧୋଇକି ଆଇଛି। ଭାଇ ଦେଖ ଗରମ ହଉଛି, ଗୋଟେ ବୋଟଲ ଖୋଲା ହେଇ ରହିଛି। କେମିତି କଣ ଗଣେଶ ପୂଜା ହଉଛି ମୁଁ ଜାଣିନି ଭାଇ। ଦେଖ ବର୍ଷା ସକାଳ ହେଲା, ମୁଁ କହିଲି ଆଜି ପାଗଟା ଥଣ୍ଡା ଦବ, ହେଲେ ପାଗ ଏତେ ଜୋରେ ଗରମ ହବ ବୋଲି ମୁଁ ଜାଣିନଥିଲି। ଜାଣିଥିଲେ ଆସିନଥାନ୍ତି। ମୁଁ ତ ଆସିଛି ଆଇଛି, ଆଉ କଣ କରିବା। ଯିବା ସେଇଠି ବସା ବସି କରାଇ ଶୋଇ ପଡିବି, ଆଉ କିଛି କାମ ନାହିଁ। କିନ୍ତୁ ପୁଷ୍ପାଞ୍ଜଳି ହବ, ଡକା ହେଲେ ମୁଁ ଯାଇକିନା ହାତରେ ପୁଷ୍ପାଞ୍ଜଳି ଦେଇଦେବି ଆଉ। ଚାଲୁନ ଶୋଇ ପଡ଼ିବା। ତ ଚାଲ ମୁଁ ସେଇପଟେ ଦେଖୁଛି। ତତେ ଗରମ ହଉନି କିରେ? ଦେଖୁନ ଗରମରେ ପୁଣି ଚିଲ୍ଡ ପାଣି ତାର ପିଆ ହବ। ଆଜି ଧୁମଧାମରେ ଆମ ମାର୍କେଟ, ମାର୍ଶାଘାଇ ମାର୍କେଟରେ ଆପଣମାନେ ଯଦି ଅଛନ୍ତି, କୋଉମାନେ ମୋ ଭିଡ଼ିଓ ମାର୍ଶାଘାଇ ମାର୍କେଟରେ ଦେଖୁଛ, ତ ଆପଣମାନେ ମତେ ଗୋଟେ କମେଣ୍ଟ କର ଭାଇ। ମୁଁ ବି ଜାଣିବାକୁ ଚାହେଁ ଆମ ମାର୍ଶାଘାଇ ପିଲା କୋଉମାନେ ସବୁ ଦେଖୁଛ ମୋ କମେଣ୍ଟ। ତ ଚାଲ ମୁଁ ଦେଖୁଛି କମ୍ପ୍ୟୁଟର ଭିତରେ। ତ ମତେ ସେପଟେ ଛାଡି ଦେଇ ପଳେଇଲା, ମୁଁ ବୋତଲଟା ଧରି ପଳେଇ ଆଇଲି। ମାର ତାଙ୍କ ପକାଇବା ମାର। ମାରୁନ କଣ ମୁଁ କରିବି ଆଉ। କଣ ସମୁଦ୍ରକୁ କେତେଦିନ ପରେ ଦେଖା ମିଳୁଛି ସବୁ। ଭାଇ ଟିକେ ନହେଲେ ପାଣି ଟିକେ ପିଇଦିଅ, ତମେ ବହୁତ କାମ କଲନି ଆଉ। ଖେସା କରୁଛି ଏଇ ଯୋଉ
ଆଉ ଗୋଟେ ସକାଳୁ ଏତେ କାମ କଲେ ଆଉ ଏଇଠୁ ଦେଖ ଆମ ଏପଟେ ଦେଖ ପୁରା ଠାକୁର ହେଇଯାଇଛନ୍ତି ଆମ କମ୍ପ୍ୟୁଟର ଏପଟେ ଚାଲିଛି ଆଉ ଗୋଟେ ଗଲେ ନନା ଆସି ପୂଜା ହେବେ ଘର ତ ପଳେଇଛି ନା ହଁ ପୁରା ସବୁ ପଳେଇ ଯାଇଛି ବାପା ଚୁଟି ବୁଟି କାଟି ଦାଢି ଫାଟି ସେଭିଂ ହଉଛି ନାହିଁ ହଁ ତ ଦେଖ ଆମ ସେପଟରେ ପୂଜା ହବ ବୋଲି ଏପଟେ ଦେଖ ଦିଦି ମାନେ ସବୁ ଦେଖ ବେଲୁନ ଫେଲୁନ ମାନେ ଅଧା ବେଲୁନ ନା ସବୁ ଫଟେଇ ଫାଟେଇ ଦେଲେ ଆଉ ତ ନାହିଁ କେତେ ଟଙ୍କା ବେଲୁନ ହେଇଥିଲା କି ବେଲୁନ କେତେ ଗୋଟେ ପକେଟ ବେଲୁନ ଆଉ ଗୋଟେ ପକେଟ ଆଇଥିଲା ନା ସବୁ ଯାକ ଫଟେଇ ଫାଟେଇ ନା ଧନ୍ଦା ଚଲଉଛ ଏ ଫୋନଟା କାହାର ଏଇଟା କାହାର କଲ ହେଲା ଦିଦି ଏମିତି ମୋ ସ୍ୱାମୀ ଫୋନ ଏଇ ତା ସ୍ୱାମୀ କଲ କଲା ନା ମାଉସୀ କଲ କରିଛି ତା ସ୍ୱାମୀ ଗଲା ଆଉ ଗୋଟେ ଝିଅଡିକି ଦେଖ ଝିଅଡି ତମେ ତ ପୁରା ବୁଲୁନ୍ଦା ଆମ ଏପଟେ ସବୁ ପିଲା ଆମ କୋଚିଂରେ ଯେତିକି କମ୍ପ୍ୟୁଟର ପିଲା ସବୁ ଅଛନ୍ତି ଆହୁରି ପିଲା ଆସିବେ ତ ଅଧା ପିଲା ପଳେଇଛନ୍ତି ସବୁ ତାଙ୍କର ସବୁ କୋଚିଂ ରହୁଛି ଆମେ କମ୍ପ୍ୟୁଟର ପିଲା ଦିଅ ତ ଚାଲ ସେପଟେ ନନା ହେଲେ ଆମେ ଦେଖିବା ଏଇଠି ତ ବେଲୁନ ଦେଖିବ ଦେଖ ବେଲୁନ ଅଧା ବେଲୁନ ସବୁ ଫଟେଇ ଫାଟେଇ ଦେଲେ ଆଉ ଯାହା ଅଛି ଆମର ଆଉ ନେଇଯାଇଛୁ ଗଲା ତ ଦେଖ କଟାରେ ମୁଁ କହିଥିଲେ ବି ତ ଆଉ ଗଲେ ଆମେ ସବୁ ପଳଉଛୁ ଏବେ ସବୁ ବିସର୍ଜନ ଠାକୁର ସାରିଲେଣି ସବୁ ଓଳାଓଳି ଚାଲିଛି ଆମେ ଯାଉଛୁ ଆମେ ଯିବୁ ବସ୍ ଷ୍ଟାଣ୍ଡରେ ବୁଲାବୁଲି କରି ପଳେଇବା ଆଉ ଭୋଗ କିଏ ଖାଇବ ଭୋଗ ଆମେ ଖାଇ ଦେଇଛୁ ମିକୁ ଯିବା ସାର୍ ଆମେ ଯାଉଛୁ ସାର୍ ଆମେ ଯାଉଛୁ ରସ୍ ସିଏ କଣ ବସଷ୍ଟାଣ୍ଡ ରହୁଛି ଆମ ସେଇପଟରେ ଆମେ ଚାଲ ଯିବା ସେଠି ଆରେ ସେ ଭିଡିଓଟା କୁଆଡେ ଗଲା ଯୋଉଟା ମୁଁ କର୍ତ୍ତା ରହିଥିଲି ବାବା ମାନେ ଖରା ଅଲଗା ପ୍ରକାର ରହୁଛି ଦେଖ ଖରା ଏପଟେ ଅଲଗା ପ୍ରକାର ରହୁଛି କିନ୍ତୁ ଆମ ଏପଟେ ମାନେ ବର୍ଷା ହେଇକିନା ଖରା ହେଲା ଆମେ କଥା ଯାଉ ଆମର ଯାଉ ଠାକୁରଙ୍କ ଦେହ ଭଲରେ ପୂଜା ପର୍ବ ହେଇଗଲା ତ ଆମେ ଚାଲ ଯିବା ବସଷ୍ଟାଣ୍ଡରେ ମୁଁ ତମକୁ ସବୁ କିଛି ଦେଖଉଛି ତ ଗାଇସ୍ ଦେଖ କେତେ ଭିଡ଼ ଏପଟେ ମାର୍ଶାଘାଇ ମାର୍କେଟ ଟୋଟାଲ ଅଲ୍ ଟାଇପ୍ ଅଫ୍ ମାନେ ଭିଡ଼ ରହିଛି ଆମର ସେପଟେ କୋଚିଂ ସରିଲା ଆମେ ଏଇ ରାସ୍ତା ଦେଇକିନା ଏବେ ବସଷ୍ଟାଣ୍ଡ ଯାଉଛୁ ରବେ ବସଷ୍ଟାଣ୍ଡରେ କେତେ ଭିଡ଼ କ'ଣ ଆମେ ବି ଜାଣିନୁ ତ କିନ୍ତୁ ମାର୍ଶାଘାଇ ମାର୍କେଟ ଦେଖ ଟୋଟାଲ ଭିଡ଼ ଅଛି ତ ମୁଁ ଚାଲ ସେଇଠି ତୁମକୁ ଦେଖାଉଛି ତ ଏଇଠି ଏତେ କାଦୁଅ ହେଇଛି ଦେଖ କାଦୁଅ ଟୋଟାଲ ଟାଇପ୍ରେ କାଦୁଅ ଏମିତି ହେଇଛି କି ମାନେ ବାଟରେ ଚାଲିଲା ବେଳକୁ ବି କାଦୁଅ ରହିଯାଉଛି ତ ସେଠି ଜଣେ ମୋର ଗୋଟେ ଭଉଣୀ ଦେଖା ହେଇଗଲେ ତ ସିଏ ଦେଖା ହେଇକିନା ସିଏ କଲେ ତାପରେ ତ ଯିବା ଯିବା ବସଷ୍ଟାଣ୍ଡରେ ବୁଲେଇଲି ପଳେଇବା ତ ପାଇଲା ବସଷ୍ଟାଣ୍ଡରେ ଆଉ ଟିକେ ଗଲେ ବୁଲେଇଲି ପଳେଇବୁ ଆମେ ଆଉ କିଛି କାମ ଦାମ ନାହିଁ ବସଷ୍ଟାଣ୍ଡରେ ଦେଖ ଫାଙ୍କା ଅଛି କିନ୍ତୁ ମାର୍ଶାଘାଇ ମାର୍କେଟ ଟୋଟାଲ ଭିଡ଼ ଯିବା ୱାନ୍ ସାଇଡ଼୍ ଗୋଟେ କ'ଣ ଦେଖିବା ରିଲ୍ସ ଫିଲ୍ସ ବନେଇବା ୱାନ୍ ଭଏସ୍ ମୋର ତ ସର୍ଟ ନାହିଁ ଦେଖିବା ତାକୁ କଲ୍ କରିନି ଯଦି ସର୍ଟ ହେଇଗଲା ନହେଲା କିଛି ନାହିଁ ଏ ତ ସବୁ ପିଲା ସବୁ ରିଲ୍ସ ପାଇଁ ନା ଭାଇ ଏଇ ସେଠି ସେମାନେ ରିଲ୍ସ କରୁଛନ୍ତି ଭାଇ ଆମର ଭିଡ଼ିଓରେ ଆସିଗଲେ ନାଇଁ ଭାଇ କ'ଣ ଆଜି ପୂଜା ପର୍ବରେ କ'ଣ କେମିତି ଚାଲିଛି ହଁ ମନ ଦୁଃଖ ନା କ'ଣ ଆଉ କ'ଣ ଭାଇ ପୂଜା ପର୍ବରେ କିଛି ନାହିଁ ଦେଖୁଛ ତ ଗଭର୍ଣ୍ଣମେଣ୍ଟ ଡ୍ୟୁଟି ଭାଇ କେତେ କଷ୍ଟ ଭାଇ ସମସ୍ତେ କହୁଛନ୍ତି ଗଭର୍ଣ୍ଣମେଣ୍ଟ ଡ୍ୟୁଟି ସହଜ ହେଲେ ଗଭର୍ଣ୍ଣମେଣ୍ଟ ଡ୍ୟୁଟିରେ ମାନେ ପୂଜା ପର୍ବରେ ତାଙ୍କର ଗୋଟେ ଛୁଟି ନଥାଏ ଆଉ ଆମର ଯେଉଁ ପ୍ରାଇଭେଟ ଡ୍ୟୁଟି ରହିଲା ମନ ଇଚ୍ଛା ହେଲେ ଛୁଟି କର ନହେଲେ ନେବେ ଆମ ଘରେ କିନ୍ତୁ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଚାଲିବାକୁ ପଡ଼ୁଛି ସମସ୍ତେ ଖାଲି କୁହନ୍ତି କି ଗଭର୍ଣ୍ଣମେଣ୍ଟ ଡ୍ୟୁଟିଟା ଭାଇ ନିଜ ସେଫ୍ଟିରେ ଚାକିରି କଲ ଇନକମ୍ କଲ ଘରେ ବସିଲ ସେଟା ବହୁତ ଭୁଲ ଗଭର୍ଣ୍ଣମେଣ୍ଟ ଦେଖ ଭାଇ ଆମର ମେହନତ କରୁଛନ୍ତି ଦେଖ ମାନେ ଗୋଟେ ଗଣେଶ ପୂଜା ଦିନରେ ସିଏ ବୁଲିବା କଥା କି ନୂଆ ଡ୍ରେସ୍ ପ୍ୟାଣ୍ଟ ପିନ୍ଧିବା କଥା କିନ୍ତୁ ସିଏ ଏଠି ଟୋଟାଲ ମାନେ ଦେଖ ତାଙ୍କର ୟୁନିଫର୍ମରେ ଅଛନ୍ତି ତାଙ୍କର ଡେଲି ୟୁନିକ୍ରେ ରହୁଛନ୍ତି ଭାବ ଦୁଃଖ ଲାଗୁଥିବ ହିଁ ଲାଗୁଥିବ ଭାଇ ମୋ ଗୋଟେ ରାଉଣ୍ଡ ଦଉନ ମାରି ଆଣିଆ ହବନି ଗୋଟେ ରାଉଣ୍ଡ ଦିଅ ଗୋଟେ ମାରି ଆଣିଆ ହବନି ଭାଇ ମତେ ଦେଖି ଦେଲା ବେଳେ ଡର ମାଡୁଛି କାଳେ ମୁଁ ନେଇକିନା ବାଡେଇ ଉଠେଇ ଦେବି କି ନା ଭାଇ ସେଇଆ ବୋଧେ ଭାଇ ମୋର ଦିଚକିଆ ଚଲେଇ ଚାରି ଚକିଆ ବି ଚଲେଇଥିବ କ'ଣ କହିପାରୁନି କିନ୍ତୁ ଇଏ ହାତୀ କି ଚଲେଇବା ସମ୍ଭାଳିବା ଲଗାମ ଧରିଲେ ଭଲ ଆମ ଅଙ୍କଲ ସେପଟେ ଅଛି ଅଙ୍କଲ ଭଲ ଅଛ ହଁ 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 ସବୁ ତ ଖୁସି ଆଉ କ'ଣ ଆଜି ପୂଜାରେ ଏଟା କିଛି କର ଚାଲିଛି ବା ଆଉ କ'ଣ କାଇଁ ଆମ ପାଇଁ ଟିକେ ମିଳିବା କଥା ଭୋଗ ଭୋଗ ତମେ ଆଇଲନି ଲେଟ୍ କରିଦେଲ
ଆମର ଭାଇ ସେଇଠି ପୂଜା ହେଲା ଭୋଗରା ଖିଆ ପିଆ ହେଲା ତ ଆଇଲନି ଲେଟ୍ କରିଦଉଛ ଆଉ ଅଙ୍କଲ ତ ଲେଟ୍ କଲେ ଭୋଗ କୋଉଠୁ ପାଇବ ଭାଇ ଆମର କହୁଛନ୍ତି ତାଙ୍କ ବସଷ୍ଟାଣ୍ଡ ଟୋଟାଲ ଭିଡିଓ ନବା ଭିଡିଓ ଆମେ ନବା ପାଇଁ ଅଛି ଟାଇମ ଅଛି ଭାଇ ତମେ ତମ ବିଷୟରେ କଣ କିଛି କୁହନ୍ତୁ ଭାଇ ଟାଇମ ଅଛି ଆମର ଭିଡିଓ ନବା ପାଇଁ ଆମେ ଆସିଛୁ ତ କେତେ ଏମିତି ଡେଲି ଆସିବା ହେଲେ ବସଷ୍ଟାଣ୍ଡ କଣ ଭାଇ ଭାଇଙ୍କର ଦେଖ ମାନେ ଆଜି ଗଣେଶ ପୂଜାରେ ଗଭର୍ଣ୍ଣମେଣ୍ଟ ୟୁନିକ୍ ଅଛନ୍ତି ହେଲେ ୟୁନିକ୍ ଅଛନ୍ତି ଯଦି ଗଭର୍ଣ୍ଣମେଣ୍ଟ ନଥାନ୍ତା ତାଙ୍କ ନିଜ ସ୍ୱାଧୀନରେ ସେ ବଞ୍ଚିକି ନା ବୁଲିଥାନ୍ତେ ଭାବ ନା କଣ ଭାଇ ଆଗେ କାମ ତାପରେ ବାସ୍ ଆଉ ସମସ୍ତେ ଖାଲି କହୁଛନ୍ତି ଗଭର୍ଣ୍ଣମେଣ୍ଟ ମୁଁ ଏଇଠି କେତେ କହିବା ଆଉ କିଛି ନାହିଁ ଚାଲ ମୁଁ ଏଇଠି ବସଷ୍ଟାଣ୍ଡ ମୋର ବହୁତ ଭିଡ଼ିଓଟି ଲଙ୍ଗ୍ ହେଇଯିବ ମୁଁ ଯିବି ଆମର ସେଠି ଗଲେ ଘରେ ପୁଣି ଅଛି କ'ଣ କାମ ଚାଲ ସେଇଠି ଦେଖାହେବା ଦେଖ ଆଜି ବସଷ୍ଟାଣ୍ଡରେ କ'ଣ ହେଲା ଆପଣମାନେ ତ ଦେଖିଦେଇଥିବେ ତ ମୁଁ ଘରେ ଆସିକିନା ଶୋଇକି ଉଠିଲି ଏବେ ଡ୍ରେସ୍ ଫ୍ରେସ୍ ପୁରା ଚେଞ୍ଜ କରିଦେଲି ପୁଣି ସାଙ୍ଗ ଡାକିଲାଣି ଗୋଟେ ବୁଲିବାକୁ ତାର ସୁଟ୍ ବଗେରା କରିବ ତାର ସିନେମାଟିକ୍ସ ତ ଚାଲିର ଦେଖ ମୁଁ ଦେଖ ହେଇ ଆମ ଓଇ ଓଇ ଖୁଜିଲୁ ଆକୁ ଦେଖୁଛ ସାଙ୍ଗମାନେ ଇଏ ପୁରା କେଉଟିଟା ଆଡନା ଭିଡିଓରେ କହିଦେ କ'ଣ କହିବୁ କହ ହେଇ ଆଡେ ଦେଖେ ମୁଁ କହୁଛୁ ଶୁଣ ହେଇ ଆଡନା ପଳେଇଲା ତ ଚାଲ ମୁଁ ଟିକେ ରେଡି ହେଇ ବାହାର ଯାଇ ତାପରେ ତମକୁ ଦେଖଉଛି